କବିତା ବଳପଣ କବି ରାଧାନାଥ ରାୟ। ଆଜି ଆମେ 9 ନମ୍ବର ପ୍ରଶ୍ନ ଆଲୋଚନା କରିବା। ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ। ପ୍ରତ୍ୟେକ ପ୍ରଶ୍ନର ଉତ୍ତର 150 ଶବ୍ଦରେ ଦେବାକୁ ହେବ। ପ୍ରଶ୍ନର ମୂଲ୍ୟ 5 ନମ୍ବର। ପ୍ରଶ୍ନ ନମ୍ବର 1 କ'ଣ କହିଛି ନା, ବଳପଣ କବିତାର ସାରସର୍ମ ନିଜ ଭାଷାରେ ଲେଖ। ବଳପଣ କବିତାର ସାରସର୍ମ ନିଜ ଭାଷାରେ ଲେଖ। ସକଳ ଶିଳ୍ପ ଗୌରବ ମଧ୍ୟରେ ଯେଉଁମାନେ ରୂପ ପ୍ରାଣତାର ଅକ୍ଷୟ ମୁଦ୍ରାଙ୍କନ କରିଛନ୍ତି, ତନ୍ମଧ୍ୟରୁ ଯୁଗଶ୍ରେଷ୍ଠ ରାଧାନାଥ ଅଗ୍ରଗଣ୍ୟ। ପିଲେ, ମୁଁ କୋଶ୍ଚିନ୍ର ଆନ୍ସର୍ ଡିସ୍କସନ୍ କରୁନି, ତୁମେ ସ୍କ୍ରିନଶଟ୍ ମାରିକି ନେଇଯିବ, ପଢ଼ିବ। ତ ବଳପଣ କବିତାର ସାରସର୍ମ ସର୍ଟରେ କହିଦେଉଛି। ବଳପଣ କେମିତି ରାଜାମାନେ, ଆଗକାଳ ରାଜାମାନେ ପ୍ରଜାମାନଙ୍କ ସହ କିପରି ପରିବାର ପରି ଚଳୁଥିଲେ ଏବଂ ତାଙ୍କର ପୁଅମାନେ ଯେତେବେଳେ ରାଜା ହେଲେ ସେମାନେ କିପରି ପ୍ରଜାମାନଙ୍କ ସହିତ ବ୍ୟବହାର କଲେ, ଶାସନ କଲେ, ସେଇ କଥାକୁ କୁହାଯାଇଛି। ସେଇଟା ସାରସର୍ମ। ପିଲାମାନେ, ତୁମେ କୋଶ୍ଚିନ୍କୁ ଦେଖିନିଅ, ଆନ୍ସର୍କୁ ଦେଖିନିଅ, ସ୍କ୍ରିନଶଟ୍ ମାରି ନେଇଯାଅ। ପ୍ରଶ୍ନ ନମ୍ବର 1, ବଳପଣ କବିତାର ସାରସର୍ମ। ବଳପଣ କବିତାର ସାରସର୍ମ। ଯଦି ପିଲା ତୁମକୁ ଏଇ PDFଟି ଦରକାର ତାହେଲେ କମେଣ୍ଟରେ କମେଣ୍ଟ କର। ମୁଁ PDFଟି ଡେସ୍କ୍ରିପସନ୍ରେ ଦେଇଦେବି। ଯଦି ସ୍କ୍ରିନଶଟ୍ ମାରିବାର ଅସୁବିଧା ହେଉଛି, ଦ୍ୱିତୀୟ ପ୍ରଶ୍ନ, ମଣିଷ କିପରି ଉଚ୍ଚ ହୋଇ ଉଚ୍ଚତର ଗତି ଲାଭ କରିପାରିବ, ପଠିତ ବଳପଣ କବିତାରେ ଅବଲମ୍ବନ କରି ଆଲୋଚନା କର। ନା, ମଣିଷ କିପରି ଉଚ୍ଚ ହୋଇ ଉଚ୍ଚତର ଗତି ଲାଭ କରିପାରିବ, ପଠିତ ବଳପଣ କବିତାରେ ଅବଲମ୍ବନ କର। ତ ତାର ମଧ୍ୟ ଆନ୍ସର୍ ଦେଖିନିଅ ପିଲାମାନେ। ତୃତୀୟ ପ୍ରଶ୍ନ, ବଳପଣ କବିତା ଆଧାରରେ କବି ରାଧାନାଥଙ୍କ ଜୀବନ ପ୍ରତି ଦୃଷ୍ଟିଭଙ୍ଗୀର ପରିଚୟ ପ୍ରଦାନ କର। ବଳପଣ କବିତାର ଆଧାରରେ କବି ରାଧାନାଥଙ୍କର ଜୀବନୀ ପ୍ରତି ଦୃଷ୍ଟିଭଙ୍ଗୀର ପରିଚୟ ପ୍ରଦାନ କର। ଏତାର ମଧ୍ୟ ଆନ୍ସର୍ ଦେଖିନିଅ। PDFଟି ଯଦି ଦରକାର ତାହେଲେ କମେଣ୍ଟରେ କମେଣ୍ଟ କର। କମେଣ୍ଟ ସେକ୍ସନରେ ମୁଁ ଡେସ୍କ୍ରିପସନ୍ରେ ପିନ୍ କରିଦେବି। ଅଥବା ଯଦି ଆମର ପିଲାମାନେ ଦେଖୁଛ ଭିଡ଼ିଓକୁ ସେୟାର କର, ପିଲାମାନଙ୍କୁ ସାଙ୍ଗମାନଙ୍କୁ ସେୟାର କର। କୋଶ୍ଚିନ୍ ନମ୍ବର 4, ପଠିତ କବିତା ଅବଲମ୍ବନରେ ମଣିଷ ଜୀବନରେ ଧର୍ମର ଗୁରୁତ୍ୱ ବିଚାର କର। ପଠିତ କବିତା ଅବଲମ୍ବନରେ ମଣିଷର ଜୀବନରେ ଧର୍ମର ଗୁରୁତ୍ୱ ବିଚାର କର। ଆନ୍ସର୍ ଦେଖିନିଅ। କୋଶ୍ଚିନ୍ ନମ୍ବର 5, ପଠିତ କବିତା ଅବଲମ୍ବନରେ କବି ରାଧାନାଥଙ୍କ ସମୟର ରାଜା ଓ ଜମିଦାରମାନଙ୍କୁ ରାଜଧର୍ମ ପାଳନରେ ଯେଉଁ ପରାମର୍ଶ ଦେଇଛନ୍ତି ଆଲୋଚନା କର। ପଠିତ କବିତା ଅବଲମ୍ବନରେ କବି ରାଧାନାଥଙ୍କ ସମୟର ରାଜା ଓ ଜମିଦାରମାନଙ୍କୁ ରାଜଧର୍ମ ପାଳନରେ ଯେଉଁ ପରାମର୍ଶ ଦେଇଛନ୍ତି ଆଲୋଚନା କର। ଆନ୍ସର୍ ଦେଖିନିଅ। ଆଜି ଆମେ ବଳପଣର କୋଶ୍ଚିନ୍ ଆନ୍ସର୍ ସବୁ ଡିସ୍କସନ୍ ସରିଲା। ନେକ୍ସଟ ଭିଡ଼ିଓରେ ଆମେ ସଭ୍ୟ ଜମିଦାର ଗଳ୍ପର କୋଶ୍ଚିନ୍ ଆନ୍ସର୍ ଡିସ୍କସନ୍ କରିବା। ମୁଁ ଚେଷ୍ଟା କରୁଛି ଇଂଲିଶର ବି କୋଶ୍ଚିନ୍ ଆନ୍ସର୍ ଆଣିବା ପାଇଁ। କୋଶ୍ଚିନ୍ ନମ୍ବର 6, ବଳପଣ କବିତାରୁ କାଳର ସର୍ବଗ୍ରାସୀତ୍ୱ ବିଷୟରେ ଆଲୋକପାତ କର।
ବଡ଼ପଣ କବିତାରୁ କାଳର ସର୍ବଗ୍ରାସୀତ୍ୱ ବିଷୟରେ ଆଲୋଚନା କର।